ଜୟ ଜଗନ୍ନାଥ। ଜଣା ଅଜଣା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ବନ୍ଧୁଗଣ, ଆଜି ଆମେ ଜାଣିବା ଋତୁ ପରେ ଆତ୍ମା 13 ଦିନ ପର୍ଯ୍ୟନ୍ତ ପରିବାର ସହିତ ରହିଥାଏ। ଏହାପରେ ଆତ୍ମା କେଉଁଆଡ଼େ ଯାଏ? ମୃତ୍ୟୁ ଏହି ଜଗତର ଏକ ଅନିବାର୍ଯ୍ୟ ଏବଂ ଚିରନ୍ତନ ସତ୍ୟ। ଏଥିରୁ କେହି ଖସି ଯାଇପାରିବେ ନାହିଁ। ପ୍ରିୟଜନଙ୍କ ମୃତ୍ୟୁ ଗଭୀର ଯନ୍ତ୍ରଣାଦାୟକ। ଶବଦାହ ପରେ ମଧ୍ୟ ସ୍ୱର୍ଗତ ଆତ୍ମାର ଶାନ୍ତି ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ପୂଜାପାଠ କରାଯାଏ। କିନ୍ତୁ ଆପଣ କ'ଣ ଜାଣନ୍ତି ଯେ ମୃତ୍ୟୁ ପରେ ଆତ୍ମା ତୁରନ୍ତ ପ୍ରସ୍ଥାନ କରେ ନାହିଁ, ବରଂ ମୃତକଙ୍କ ଆତ୍ମା 13 ଦିନ ଧରି ପୃଥିବୀ ପୃଷ୍ଠରେ ଏବଂ ପରିବାର ପାଖରେ ଘୂରି ବୁଲୁଥାଏ। ଏହା କାହିଁକି ଘଟେ ଏବଂ ଏହା ପଛରେ କ'ଣ କାରଣ ଅଛି, ତାହା ଗରୁଡ଼ ପୁରାଣରେ ବ୍ୟାଖ୍ୟା କରାଯାଇଛି। ଏହା ସହିତ ମୃତ୍ୟୁ ପରେ ଆତ୍ମା କେଉଁଠିକି ଯାଏ, ସେ ବିଷୟରେ ମଧ୍ୟ ଆଲୋଚନା କରିବା। ପ୍ରଥମେ ଜାଣିବା ଆତ୍ମା 13 ଦିନ ପର୍ଯ୍ୟନ୍ତ ପରିବାର ସହିତ ରହିଥାଏ। ଗରୁଡ଼ ପୁରାଣ ଅନୁସାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସେମାନଙ୍କର ଆତ୍ମା 13 ଦିନ ପର୍ଯ୍ୟନ୍ତ ତାଙ୍କ ପରିବାର ସହିତ ରହିଥାଏ। ଏହି ସମୟ ମଧ୍ୟରେ ପରିବାରର ସଦସ୍ୟମାନେ ସେମାନଙ୍କର ଉପସ୍ଥିତି ଅନୁଭବ କରିପାରନ୍ତି। ଏହା ଲୋକବିଶ୍ୱାସ ବ୍ୟତୀତ ଗରୁଡ଼ ପୁରାଣରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଏଥିରେ କୁହାଯାଇଛି ଯେ ମୃତ୍ୟୁ ପରେ ଆତ୍ମା 13 ଦିନ ପର୍ଯ୍ୟନ୍ତ ଭୌତିକ ଜଗତ ସହିତ ଜଡ଼ିତ ରହିଥାଏ। ତାର ଭଲ ଏବଂ ଖରାପ କାର୍ଯ୍ୟ ଉପରେ ପ୍ରତିଫଳିତ ହୁଏ। ଆତ୍ମା ପରିବାର ସହିତ 13 ଦିନ ପର୍ଯ୍ୟନ୍ତ କାହିଁକି ରହିଥାଏ, ସେ ବିଷୟରେ ଆମେ ଆଜି ଜାଣିବା। ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ପରେ ଶରୀର ଛାଡ଼ିଥିବା ଆତ୍ମା ପ୍ରାରମ୍ଭରେ ଦ୍ୱନ୍ଦ୍ୱରେ ପଡ଼ିଥାଏ। ଏହା ବୁଝିବାକୁ ସମୟ ଲାଗେ ଯେ ସେ ନିଜର ଭୌତିକ ଶରୀର ଛାଡ଼ିଛି ଏବଂ ବର୍ତ୍ତମାନ ସାଂସାରିକ ଆସକ୍ତିରୁ ମୁକ୍ତ। ଏହା ନିଜ ଜୀବନର କର୍ମଗୁଡ଼ିକୁ ମନେ ରଖେ ଏବଂ ନିଜ ପରିବାରକୁ ଶୋକରେ ଦେଖି ବିଚଳିତ ହୋଇଯାଏ। ତେଣୁ ଶାସ୍ତ୍ର ଅନୁଯାୟୀ ଆତ୍ମାର ଶାନ୍ତି ନିମନ୍ତେ ମୃତ୍ୟୁ ପରେ 13 ଦିନ ପାଇଁ ବିଶେଷ ପୂଜା ଏବଂ ପ୍ରାର୍ଥନା କରାଯାଏ। ଏହି ପୂଜା ମାଧ୍ୟମରେ ଆତ୍ମା ସଠିକ ଦିଗ ପାଏ ଏବଂ ତାର ସାଂସାରିକ ବନ୍ଧନରୁ ମୁକ୍ତ ହୁଏ। ଏହା ବିଶ୍ୱାସ କରାଯାଏ ଯେ ଏହି ପୂଜା ଆତ୍ମାକୁ ପରଲୋକ ଯାତ୍ରାରେ ସାହାଯ୍ୟ କରେ, ଏହାକୁ ଶାନ୍ତି ଏବଂ ମୋକ୍ଷ ପ୍ରାପ୍ତି କରିବାକୁ ଅନୁମତି ଦିଏ। ଏହାପରେ ଆମେ ଜାଣିବା ମୃତ୍ୟୁ ପରେ ଆତ୍ମା କେଉଁଠିକି ଯାଏ। ବନ୍ଧୁଗଣ, ଆଜି ଆମେ ଆଲୋଚନା କରିବା ମୃତ୍ୟୁ ପରେ ଜୀବନର ରହସ୍ୟ। ଜୀବନ ଏବଂ ମୃତ୍ୟୁର ରହସ୍ୟ। ଶରୀର ଛାଡ଼ିବା ପରେ ଆତ୍ମା କେଉଁଠିକି ଯାଏ? ଏହି ରହସ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଏହା ଏକ ସମ୍ପୂର୍ଣ୍ଣ ସତ୍ୟ ଯେ ଏହି ପୃଥିବୀରେ ଜନ୍ମ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିର ମୃତ୍ୟୁ ହେବା ନିଶ୍ଚିତ। କିନ୍ତୁ ଲୋକଙ୍କ ମନରେ ପ୍ରାୟତଃ ପ୍ରଶ୍ନ ଉଠେ, ମୃତ୍ୟୁ ପରେ ଏହା କେଉଁଠିକୁ ଯାଏ ଏବଂ ଏହା ଅନ୍ୟ ଶରୀରରେ କିପରି ପ୍ରବେଶ କରେ? ଆସନ୍ତୁ ଜାଣିବା ଜୀବନ ଏବଂ ମୃତ୍ୟୁର ରହସ୍ୟ ବିଷୟରେ ଶାସ୍ତ୍ର କ'ଣ ପ୍ରକାଶ କରେ। ଜୀବନ ଓ ମୃତ୍ୟୁର ରହସ୍ୟ। ଏହି ପୃଥିବୀରେ ଜଣେ ମଣିଷର ଜନ୍ମ ଅର୍ଥ ହେଉଛି ଯେ ଗୋଟିଏ ଦିନ ତାଙ୍କର ମୃତ୍ୟୁ ସୁନିଶ୍ଚିତ। ଏହା ବିଶ୍ୱାସ କରାଯାଏ ଯେ ଯେପର୍ଯ୍ୟନ୍ତ ଜଣେ ବ୍ୟକ୍ତି ପ୍ରକୃତରେ ଜୀବନ ଏବଂ ମୃତ୍ୟୁର ରହସ୍ୟକୁ ବୁଝିପାରୁନାହିଁ, ସେପର୍ଯ୍ୟନ୍ତ ସେ ଏହି ମହାଚକ୍ରରେ ଫସି ରହିଥାଏ। ଏହି ପ୍ରଶ୍ନ ଲୋକଙ୍କ ମନରେ ବାରମ୍ବାର ଉଠୁଛି, ମୃତ୍ୟୁ ପରେ ଆମର ଆତ୍ମା କେଉଁଠିକି ଯାଏ ଏବଂ ଆମର ପରବର୍ତ୍ତୀ ଜନ୍ମ କେଉଁଠାରେ ହୁଏ ଏବଂ ଆମର ଆତ୍ମା କେଉଁ ଶରୀରରେ ପ୍ରବେଶ କରିବ
ତାହା କିପରି ନିର୍ଣ୍ଣୟ କରାଯାଏ? ଏହି ପ୍ରକାର ପ୍ରଶ୍ନ ପ୍ରାୟତଃ ଆମକୁ ବିଭ୍ରାନ୍ତ କରିଦିଏ। ତଥାପି ଶାସ୍ତ୍ର ଜୀବନ ଏବଂ ମୃତ୍ୟୁର ରହସ୍ୟ ବିଷୟରେ ବହୁତ କିଛି ପ୍ରକାଶ କରେ। ଏଗୁଡ଼ିକ ମାଧ୍ୟମରେ ଶରୀର ଛାଡ଼ିବା ପରେ ଆତ୍ମା କେଉଁଠିକି ଯାଏ ଏବଂ ଆମେ ଏହି ଜୀବନ ଏବଂ ମୃତ୍ୟୁର ଚକ୍ରରେ କିପରି ଫସି ରହିଥାଉ ତାହା ବୁଝିପାରିବା। ଆସନ୍ତୁ ବିସ୍ତାରିତ ଭାବରେ ଜାଣିବା ଯେ ଶରୀର ଛାଡ଼ିବା ପରେ ଆତ୍ମା କେଉଁଠିକି ଯାଏ। ଶରୀରରୁ ଆତ୍ମା ପୃଥକ ହେବାର ରହସ୍ୟ। ପ୍ରଥମେ ଏହା ଜାଣିବା। ଜୀବନ ଏବଂ ମୃତ୍ୟୁର ରହସ୍ୟ କ'ଣ? ଯେପର୍ଯ୍ୟନ୍ତ ଶରୀରରେ ପ୍ରାଣବାୟୁ ପରିକ୍ରମା କରେ, ଶରୀର ଯେତେ ସମସ୍ୟା ଥାଉ ନା କାହିଁକି ତାହାକୁ ଜୀବିତ କୁହାଯାଏ। କିନ୍ତୁ ଯେତେବେଳେ ଶରୀର ସହିତ ପ୍ରାଣବାୟୁର ସଂଯୋଗ ଶେଷ ହୁଏ, ସେତେବେଳେ ଶରୀରକୁ ମୃତ ବୋଲି ବିବେଚନା କରାଯାଏ। ଯେତେବେଳେ ଆତ୍ମାର ଶରୀର ଛାଡ଼ିବାର ସମୟ ଆସେ, ସେତେବେଳେ ସମସ୍ତ ଇନ୍ଦ୍ରିୟ ଅସ୍ଥିର ହେବାକୁ ଲାଗେ। ଗୀତାରେ ବର୍ଣ୍ଣନା କରାଯାଇଛି ଯେ ଯେପରି ଜଣେ ମଣିଷ ନିଜର ପୁରୁଣା ପୋଷାକ ପରିତ୍ୟାଗ କରି ନୂତନ ପୋଷାକ ପରିଧାନ କରେ, ସେହିପରି ଏକ ଜୀବ ମଧ୍ୟ ପୁରୁଣା ଶରୀର ପରିତ୍ୟାଗ କରି ଅନ୍ୟ ଏକ ଶରୀର ଧାରଣ କରେ। ଏହା ବିଶ୍ୱାସ କରାଯାଏ ଯେ ଯେପରି ଜଣେ ମଣିଷ ଯେକୌଣସି ପର୍ବ କିମ୍ବା କୌଣସି ବିଶେଷ ଅବସରରେ ନୂତନ ପୋଷାକ ପରିଧାନ କରେ, ସେହିପରି ଏକ ଜୀବ ନିଜ କର୍ମ ଅନୁସାରେ ଗୋଟିଏ ଶରୀର ତ୍ୟାଗ କରି ଅନ୍ୟ ଏକ ଶରୀର ଧାରଣ କରେ। କର୍ମ ଏବଂ ଅବଶିଷ୍ଟ ଇଚ୍ଛା ପରବର୍ତ୍ତୀ ଜନ୍ମ ନିର୍ଣ୍ଣୟ କରେ। ଏହି ବିଷୟରେ ଆମେ ଜାଣିବା। ଆମେ ପ୍ରାୟତଃ ଚିନ୍ତା କରୁ ଯେ ମୃତ୍ୟୁ ପରେ ଜଣେ ବ୍ୟକ୍ତିଙ୍କ ଆତ୍ମା କେଉଁଠାକୁ ଯାଏ ଏବଂ ସେ କିପରି ତାହାର କର୍ମର ଫଳ ପାଏ। ପରଲୋକ ଏବଂ ପୁନର୍ଜନ୍ମ ପରିପ୍ରେକ୍ଷୀରେ ଏହି ପ୍ରଶ୍ନର ଉତ୍ତର ଦେଇ ଶ୍ଵେତଶ୍ୱତର ଉପନିଷଦ ଏହା କହି ଆରମ୍ଭ କରେ ଯେ ବ୍ୟକ୍ତିଙ୍କର ପ୍ରକୃତି, ଭାଗ୍ୟ ଏବଂ ତାଙ୍କ ଜୀବନକାଳ ମଧ୍ୟରେ ରହିଥିବା ଇଚ୍ଛା ଶରୀର ଏବଂ ଆତ୍ମା ସହିତ ଜଡ଼ିତ। ଏହି ସବୁକୁ ବିଚାର କଲେ ଏକ ଆତ୍ମା ଅନ୍ୟ ଏକ ଶରୀର ଗ୍ରହଣ କରେ। ଏକ ଆତ୍ମା ଜୀବନ ଏବଂ ମୃତ୍ୟୁ ଚକ୍ରରେ ଫସି ରହିଥାଏ, ସେ ବିଷୟରେ ଜାଣିବା। ଯେପରି ବୀଜର ଅଙ୍କୁରିତ ହେବା କେବଳ ବୀଜ ଦ୍ୱାରା ହୁଏ ନାହିଁ, ନା ଏହା କେବଳ ମାଟି ଯୋଗୁଁ ହୁଏ, ନା ଏହା କେବଳ ଜଳବାୟୁ ଯୋଗୁଁ ହୁଏ, ନା ଏହା କେବଳ ଚାଷୀ ଯୋଗୁଁ ହୁଏ, ବରଂ ଏହି ସମସ୍ତ କାରଣଗୁଡ଼ିକ ମିଶି ବିହନର ଅଙ୍କୁରିତ ହେବାରେ ସହାୟକ ହୁଏ। ସେହିପରି ଜଣଙ୍କର କର୍ମ, ପ୍ରବୃତ୍ତି, ଭାଗ୍ୟ, ଇଚ୍ଛା ଇତ୍ୟାଦିର ପରିଣାମ ହେଉଛି ଯେ ଜୀବମାନେ ବିଭିନ୍ନ ପ୍ରକାର ଶରୀର ଗ୍ରହଣ କରନ୍ତି ଏବଂ ଏହି କାରଣରୁ ସେମାନେ ଜୀବନ ଏବଂ ମୃତ୍ୟୁ ଚକ୍ରରେ ଫସି ରହନ୍ତି। ଏହି ଚକ୍ରରୁ ମୁକ୍ତ ହେବା ପାଇଁ ଶାସ୍ତ୍ରଗୁଡ଼ିକ ଜପ, ତପସ୍ୟା ଏବଂ ଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତି। ଏବେ ଜାଣିବା ଜୀବ କେବେ ପୃଥିବୀରେ ପୁନର୍ଜନ୍ମ ପାଏ। ଯେପରି ଏକ ବୁଢ଼ିଆଣୀ ନିଜ ଘୂର୍ଣ୍ଣନ ଜାଲରେ ନିଜକୁ ବାନ୍ଧିଥାଏ, ସେହିପରି ଏକ ଜୀବ ମଧ୍ୟ ନିଜ ସୃଷ୍ଟି କରିଥିବା ବସ୍ତୁ ସହିତ ନିଜକୁ ବାନ୍ଧିଥାଏ। କୌଶିତକ୍ୟ ବ୍ରାହ୍ମଣ ଉପନିଷଦରେ କୁହାଯାଇଛି ଯେ ଏହି ଜଗତ ଛାଡ଼ିବା ସମୟରେ ଜୀବ ପ୍ରଥମେ ଚନ୍ଦ୍ରରେ ପହଞ୍ଚିଥାଏ। ଯଦି ସେମାନଙ୍କ କାର୍ଯ୍ୟ ତୁରନ୍ତ ପୁନର୍ଜନ୍ମ ପାଇଁ ଆବଶ୍ୟକ ହୁଏ, ତେବେ ସେମାନେ ବର୍ଷା ମାଧ୍ୟମରେ ପୃଥିବୀକୁ ଫେରି ଆସନ୍ତି। ଯେଉଁମାନେ ଉପଯୋଗୀ କାର୍ଯ୍ୟ କରନ୍ତି, ସେମାନେ ନିଜର ଶରୀର ଗ୍ରହଣ କରନ୍ତି। ସେହିପରି ଜୀବମାନେ କୀଟପତଙ୍ଗ, ପକ୍ଷୀ, ପଶୁ, ମଣିଷ ଇତ୍ୟାଦି
ଭାବରେ ପୁନର୍ଜନ୍ମ ଗ୍ରହଣ କରନ୍ତି। ଯଦି ଜୀବନ ଏବଂ ମୃତ୍ୟୁର ରହସ୍ୟକୁ ଠିକ୍ ଭାବରେ ବୁଝାଯାଏ, ତେବେ ଏହି ଚକ୍ରକୁ ମୁକ୍ତି ସମ୍ଭବ। ଏହି ତଥ୍ୟ ଗୁଡ଼ିକ କିପରି ଲାଗିଲା ତାହା ଆପଣ କମେଣ୍ଟସ୍, ଲାଇକ୍ ଓ ମାଧ୍ୟମରେ ଜଣାନ୍ତୁ ଏବଂ ସବସ୍କ୍ରାଇବ୍ କରିନଥିଲେ ତୁରନ୍ତ ସବସ୍କ୍ରାଇବ୍ କରିନିଅନ୍ତୁ।